ଗୁହାରି କରି ନେହୁରା ହୋଇ ଯେଉଁ ପ୍ରେମ ମିଳେ ତାହା ଭିକ ସହିତ ସମାନ। ପ୍ରେମରେ ନିବେଦନ ରହିବା ଜରୁରୀ, ପ୍ରେମରେ ପ୍ରପୋଜ ରହିବା ଜରୁରୀ, ହେଲେ ପ୍ରେମରେ ଗୁହାରି କରିବା କିମ୍ବା ନେହୁରା ହେବା କେବେ ବି ଗୋଟେ ଉଚିତ ପ୍ରେମ କାହାଣୀ ବା ପ୍ରେମ ସମ୍ପର୍କକୁ ଦର୍ଶାଏ ନାହିଁ। ତାର କାରଣ ପ୍ରେମ ପରା ତ୍ୟାଗ ଓ ବଳିଦାନର ଉଦାହରଣ। ଯଦି ପ୍ରେମ କାହା ପାଖରୁ ମିଳୁନି ନ ମିଳୁ, ଯଦି ଆପଣ କାହାକୁ ଭଲ ପାଉଛନ୍ତି ତେବେ ତାକୁ ନୀରବରେ ଭଲ ପାଆନ୍ତୁ। ଆପଣଙ୍କୁ ଗୋଟେ ସାଇଡରେ ଭଲ ପାଆନ୍ତୁ, କିଛି କହିବାର ଆବଶ୍ୟକତା ନାହିଁ, କିଛି ଜଣେଇବାର ଆବଶ୍ୟକତା ନାହିଁ, କିମ୍ବା ତା ପାଖରୁ ସେତିକି ପ୍ରେମ ଆଶା କରିବାର ମଧ୍ୟ ଆବଶ୍ୟକତା ନାହିଁ। ଆପଣ ନିଜର ତ୍ୟାଗ, ଆପଣ ଡେଡିକେସନ ବା ଆପଣଙ୍କ ଭଲ ପାଇବାକୁ ଆହୁରି ଦ୍ୱିଗୁଣିତ କରନ୍ତୁ। କିନ୍ତୁ ତାଠାରୁ ଭଲ ପାଇବା ଆଶା କରିବାର ଅର୍ଥ ନୁହେଁ କାହାକୁ ଗୁହାରି କରିବା, କାହାକୁ ନେହୁରା କରିବା। ସେଗୁଡ଼ା ଭିକ ସହିତ ସମାନ ହୋଇଥାଏ ଆଜ୍ଞା। ସେଇଥିପାଇଁ ବେଳେବେଳେ ୱାନ୍ ସାଇଡେଡ୍ ପ୍ରେମ ବି, ଏକତରଫା ପ୍ରେମ ବି ବହୁତ ଖୁସି ଦେଇଥାଏ, ଯେତେବେଳେ ମନ ଭିତରେ ସେ ମନର ମଣିଷଟି ସବୁଦିନ ପାଇଁ ରହିଥାଏ ଆଉ ନିଜ ଭିତରେ ତ୍ୟାଗ ରହିଥାଏ। କେବେ ବି ଦୁଇ ପଟୁ ଭଲ ପାଇବାର ଆଶା କରିବା କିମ୍ବା ତା ପାଇଁ ନେଇ ଗୋଟେ ନିଜ ଜୀବନକୁ ବର୍ବାଦ କରିବା କିମ୍ବା ନିଜ ଜୀବନ ଉପରେ ତାର କୁପ୍ରଭାବ ପକାଇବା ଜମା ଉଚିତ ନୁହେଁ। ଏଇ ତ ଜୀବନର କଥା।